ଶବ୍ଦଟି ଯୋଉ ସମାଧି ଧାତୁରୁ ଆସିଅଛି। ଯୋଉ ଧାତୁ ସମାଧି ଅର୍ଥକୁ ବୁଝାଏ। ଆଉ ଯୋଉ ଧାତୁର ଅର୍ଥ ହେଲା ମନକୁ ନିଜ ବଶରେ କରିବା ବା ସମାଧିକୁ ପ୍ରାପ୍ତ କରିବା। ତେଣୁ ଯୋଗ ଶବ୍ଦର ଅର୍ଥ ହେଲା ଚିତ୍ତବୃତ୍ତିକୁ ନିରୋଧ କରିବା। ଚିତ୍ତର ବୃତ୍ତି ସମୂହକୁ ନିରୋଧ କରିବାର ନାମ ହିଁ ଯୋଗ। ଶରୀରକୁ ଭଙ୍ଗା ମୋଡ଼ା କରିବା ଯୋଗ ନୁହେଁ। ଆମର ନିଜର ମନକୁ ନିଜ ବଶରେ ରଖି ସତ୍କର୍ମ ସତ୍ବିଚାର କରି ଆମେ ସ୍ୱରୂପସ୍ଥ ହେବା ହିଁ ଯୋଗ। ଆଉ ବହିର୍ମୁଖୀ ମନକୁ ଅନ୍ତର୍ମୁଖୀ କରିବା ହିଁ ଯୋଗ। ତାପରେ ଆମେ ଯୋଉ କହୁଛୁ ଯୋଗ ଚିତ୍ତବୃତ୍ତି ନିରୋଧ। ଚିତ୍ତ କ'ଣ ଜାଣିବା? ଚିତ୍ତି ସଂଜ୍ଞାନ ଧାତୁ ଚିତ୍ତ ଶବ୍ଦ ଆସିଅଛି। ଚେତନର ଚେତନତା ହିଁ ଚିତ୍ତ। ଜ୍ଞାନ ଏବଂ ଅନୁଭବ ବୃତ୍ତିର ସାଧନକୁ ହିଁ ଚିତ୍ତ କୁହାଯାଏ। ଆମେ ଏ ଯେଉଁ ମୁଁ ଅଛି, ଆପଣମାନେ ଅଛନ୍ତି, ଏ ଘରଟି ଅଛି, ଏ ଜ୍ଞାନ ଆମକୁ ଚିତ୍ତରୁ ହିଁ ମିଳିଥାଏ। ତାପରେ ଆସିଲା ବୃତ୍ତି। ବୃତ୍ତି କ'ଣ ଜାଣିବା? ଏ ଚିତ୍ତର ଚାଲ, ଗତିବିଧି, କାମ ବା କ୍ରିୟାକୁ ବୃତ୍ତି କହନ୍ତି। ଚେତନର ଚେତନତାରେ ଯେଉଁ ଗତି ଏବଂ ସ୍ଫୁରଣ ହୋଇଥାଏ ତାହାକୁ ବୃତ୍ତି କୁହାଯାଏ। ଜାଣିଲେ ଯୋଗ କ'ଣ, ଚିତ୍ତ କ'ଣ, ବୃତ୍ତି କ'ଣ। ତାପରେ ଚିତ୍ତବୃତ୍ତି ନିରୋଧ। ନିରୋଧ ଶବ୍ଦର ଅର୍ଥ ହେଉଛି ତାକୁ ଅଟକାଇବା ବା ରୋକିବା। ଯୋଗ ଆମର କେତେ ପ୍ରକାର ଜାଣିବା? ଯୋଗ ହେଉଛି ଗୋଟିଏ ପ୍ରକାର, ମାତ୍ର ତାର ଅଙ୍ଗ ହେଉଛି 8ଟି। ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଏବଂ ସମାଧି। ଯୋଗ ଆମେ କରିବା କିପରି? ଯୋଗ କରିବା ପାଇଁ ଆମକୁ ସର୍ବପ୍ରଥମେ ଜିଜ୍ଞାସା ହେବା ପାଇଁ ପଡ଼ିବ। ଏହି ମଣି ସମାଜର ଜ୍ଞାନକୁ ଆମେ ଜାଣିବା ଏବଂ ବୁଝିବା। ଏହି ମଣି ସମାଜର ଜ୍ଞାନକୁ ଜାଣିସାରି ଆମେ ମଣି ସମାଜର ସଦସ୍ୟା ହୋଇ ଯୋଗର ଅଧିକାରୀ ହେବା। ତାପରେ ଆମେ ପ୍ରତିଦିନ ସାଧନ କରି ଯୋଗର ଅଭ୍ୟାସ କରିବା। ନିତ୍ୟ ନିୟମିତ ଯୋଗ ସାଧକ ହୋଇ ଯୋଗୀ ହେବା। ଏ ହେଲା ଯୋଗ କିପରି କରିବା ଯୋଗ। ତାପରେ ଯୋଗ ଯେଉଁ ଚିତ୍ତ ବୃତ୍ତି ନିରୋଧ କହୁଛୁ, ଆମେ ଚିତ୍ତର ବୃତ୍ତିକୁ ନିରୋଧ କିପରି କରିବା? ଆମେ ଚିତ୍ତ ବୃତ୍ତିକୁ ଅଭ୍ୟାସ ଏବଂ ବୈରାଗ୍ୟ ଦ୍ୱାରା ନିରୋଧ କରିବା। ଅଭ୍ୟାସ କ'ଣ? ହେଉଛି ତତ୍ର ସ୍ଥିତ ଯତ୍ନାଭ୍ୟାସ, ଅର୍ଥାତ୍ ସ୍ୱରୂପରେ ସ୍ଥିତ ହେବା ପାଇଁ ଆମେ ଯତ୍ନ କରିବା, ତାହା ହିଁ ଅଭ୍ୟାସ। ଶ୍ରଦ୍ଧା, ବିଶ୍ୱାସ ଏବଂ ଧୈର୍ଯ୍ୟର ସହିତ ଆମେ ବାରମ୍ବାର ନିଜ ସ୍ୱରୂପ ହେବା ପାଇଁ ଯତ୍ନ କରିବା। ଆଉ ବୈରାଗ୍ୟ ହେଉଛି